ପାଞ୍ଚ ଜଣ ଲୁଟେରାଙ୍କୁ ଗିରଫ କଲା ପାଟଣା ପୋଲିସ। କେନ୍ଦୁଝର ଜିଲ୍ଲା ପାଟଣା ଥାନାକୁ ମିଳିଛି ବଡ଼ ଧରଣର ସଫଳତା। ପୋଲିସକୁ ଚକମା ଦେଇ ଲୁଟ୍ କରି ଚାଲି ଯାଇଥିବା ଲୁଟେରା ଦଳକୁ ଗିରଫ କରି ପାଟଣା ଥାନା ଏକ ରେକର୍ଡ ସୃଷ୍ଟି କରିଛି। ଗତ 5 ଅଗଷ୍ଟ 2024ରେ ଦାସପଡ଼ା ଗ୍ରାମର ବିଦ୍ୟାଧର ମହାନ୍ତ ପାଟଣା ଅଞ୍ଚଳର ବଡ଼ବିଲରେ ଥିବା ବ୍ୟାଙ୍କରୁ ଟଙ୍କା ଉଠାଇ ମୋଟରସାଇକେଲ ଦ୍ୱାରା ଘରକୁ ଫେରିବା ସମୟରେ ଲୁଟେରା ହାବୁଡ଼ରେ ପଡ଼ିଯାଇଥିଲେ। ପୂର୍ବରୁ ଛକି ରହିଥିବା ଲୁଟେରା ବିଦ୍ୟାଧର ମହାନ୍ତ ପାଖରୁ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏନେଇ ବିଦ୍ୟାଧର ମହାନ୍ତ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପାଟଣା ପୋଲିସ ସଙ୍ଗେ ସଙ୍ଗେ ତଦନ୍ତ ଆରମ୍ଭ କରିଥିଲେ। ଆଉ ଡକାୟତ ଦଳକୁ ଧରିବାରେ ସଫଳ ମଧ୍ୟ ହୋଇଥିଲେ। ଗିରଫ ହୋଇଥିବା ଡକାୟତ 3 ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଜଣେ ଗଞ୍ଜାମ ଜିଲ୍ଲାର ଏବଂ ଆଉ ଜଣେ ରାୟପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ତାଙ୍କ ପାଖରୁ ନଗଦ 17,000 ଟଙ୍କା, 8ଟି ମୋବାଇଲ ଏବଂ 3ଟି ବାଇକ୍ ଜବତ କରାଯାଇଛି। ତା ସହିତ ଡିକି ଭାଙ୍ଗିବାରେ ବ୍ୟବହାର କରୁଥିବା ଚାବି ମଧ୍ୟ ଜବତ କରାଯାଇଛି। 5 ତାରିଖ ଦିନ ଆମର ପାଟଣା ଥାନା ବଡ଼ବିଲି ଗାଁ ପାଖରେ ଜଣେ ଲୋକ ତାଠୁ ସେ 17,000 ଟଙ୍କା ବ୍ୟାଙ୍କରୁ ଆଣି ଆସିଥିଲା। ତାକୁ ଦୁର୍ବୃତ୍ତମାନେ ପଇସା ଛଡ଼ାଇ ନେଇ ପଳାଇଥିଲେ। ତାପରେ ଆମର କେନ୍ଦୁଝର ଜିଲ୍ଲାରେ ଏମିତି ଆଉ କେତୋଟି ଏଇ ଟାଇପ୍ର ପ୍ରପର୍ଟି ଅଫେନ୍ସ କେସ୍ ହେଇଥିଲା। ତାପରେ ଏଇଟା ଆମର ଏସ୍ପି ସାର୍ଙ୍କ ନଜରକୁ ଆସିଲା ପରେ ସେ ସାଙ୍ଗେ ସାଙ୍ଗେ ଆମର ଆଇଆଇସି ପାଟନାଙ୍କ ସହିତ ଗୋଟେ ଟିମ୍ ଫର୍ମେସନ୍ କଲେ। ସେ ଟିମ୍ ଆମର ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, ରାୟପୁର ପ୍ଲସ୍ ଯାଜପୁର ଏବଂ ଆମ ଜିଲ୍ଲା ସବୁଆଡ଼େ ରେଡ୍ କରି ସେଥିରୁ 5 ଜଣ ଲୋକଙ୍କୁ ଧରିଛନ୍ତି। ଆଉ ସେମାନଙ୍କ ପାଖରୁ ସେ ଯାଇଥିବା ଏଠି 17,000 ଟଙ୍କା ସମ୍ପୂର୍ଣ୍ଣ ଭାବରେ ରିକଭରି ହେଇଛି। ତା ସହିତ ଅନ୍ୟାନ୍ୟ ଯେଉଁ କ୍ରାଇମ୍ କରିଛନ୍ତି ଆମର ଅଛି ବଡ଼ବିଲ ଥାନା, ନୟାଗଡ଼ ଥାନା, ନନ୍ଦୀପଡ଼ା, ରରୁଆଁ ଏସବୁ ଥାନାରେ ଯେଉଁ କ୍ରାଇମ୍ କରିଛନ୍ତି ତା ଦେହରେ ବି ଆମର କିଛି ପଇସା ରିକଭରି ହେଇଛି। ସେ ଯେଉଁ ଡିକି ଭାଙ୍ଗିବା ପାଇଁ ଯେଉଁ ଇନ୍ଷ୍ଟ୍ରୁମେଣ୍ଟଟା ୟୁଜ୍ କରୁଥିଲେ ସେ ଇନ୍ଷ୍ଟ୍ରୁମେଣ୍ଟ ବି ଆମେ ତାକୁ ଜବତ କରିଛୁ। ତା ସହିତ ସେମାନେ ବ୍ୟବହାର କରୁଥିବା 3ଟି ମୋଟରସାଇକେଲ ତାକୁ ବି ଜବତ କରିଛୁ। এই ସମ୍ବନ୍ଧରେ ଆମର ଆଜି ସେମାନେ ସବୁ କୋର୍ଟ ପରଡ଼ା କରାଯାଇଛି। ଯେଉଁ ଗିରଫ ବ୍ୟକ୍ତି କେଉଁ ଅଞ୍ଚଳ ସାର୍ କୋର୍ଟ ଚଢ଼ଉ କରି ଧରାଯାଇଛି? ଗିରଫ ବ୍ୟକ୍ତିମାନେ 3 ଜଣ ଅଛନ୍ତି ଯାଜପୁରରୁ, ଜଣେ ଗଞ୍ଜାମରୁ, ଜଣେ ରାୟପୁରରୁ। ଘଟଗାଁ ଏସ୍ଡିପିଓଙ୍କ କହିବା ଅନୁଯାୟୀ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମୋକଦ୍ଦମା ରହିଛି। ଦୀର୍ଘଦିନ ହେଲା ଏ ଅଞ୍ଚଳରେ ଡକାୟତି କରି ଚାଲିଥିଲେ। ଏହି ଲୁଟେରା ଗ୍ୟାଙ୍ଗରୁ ଆଉ କେତେ ଜଣ ସାମିଲ ଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ ସବୁ ଜଣାପଡ଼ିଯିବ ବୋଲି ଏସ୍ଡିପିଓ ପ୍ରଭାତ କୁମାର ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।